ମିଥ୍ୟାର ଦମନ ପାଇଁ ଭଗବାନ ସବୁବେଳେ ସତ୍ୟର ସାହାରା ନେଇଥାନ୍ତି। ଆପଣ ଯଦି ଠିକ୍ ରାସ୍ତାରେ ଥାଇ ଅସୁବିଧା ଭୋଗ କରୁଛନ୍ତି, ତେବେ ବୁଝିଯାଆନ୍ତୁ ଠାକୁରଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ଅଛି। ଧୈର୍ଯ୍ୟର ସହ ସାମ୍ନା କରନ୍ତୁ। ଦେଖିବେ ଏପରି ସମୟ ଦିନେ ଆସିବ ଯାହା ଆପଣଙ୍କର ସବୁ ଦୁଃଖ ଦୁର୍ଦ୍ଦଶା ବା କଷ୍ଟ ସବୁ ଲୋପ ପାଇଯିବ। ଧୈର୍ଯ୍ୟର ସହ ସାମ୍ନା କରୁଥାନ୍ତୁ, ଏ ସମୟ ଦିନେ ଚାଲିଯିବ। ତେଣୁ ପ୍ରାର୍ଥନାରେ କୁହାଯାଇଛି ଯେ ସତ୍ୟ ପଥେ ଧର୍ମ ପଥେ ଘେନି ଯାଅ ମୋତେ, ଭସା ପରାଣ ମୋର ତବ ପ୍ରେମ ସୁତେ, ପ୍ରଭୁ ପରମ ଚରଣ ଏ ଜୀବନେ ଶ୍ରୀଚରଣେ କଲି ସମର୍ପଣ। ତେଣୁ ଆପଣ ଭଗବାନଙ୍କ ପାଦରେ ଆପଣଙ୍କୁ ନିଜେ ସମ୍ପୂର୍ଣ୍ଣ ଭାବେ ସମର୍ପଣ କରିଦିଅନ୍ତୁ। ଦେଖିବେ ସମୟ ଆସିବ, ଯେତେ ଝଡ଼ ଝଞ୍ଜା ଆସିଲେ ମଧ୍ୟ ତାହା ଆପଣଙ୍କ ପାଖରୁ ବହୁତ ଦୂରକୁ ଚାଲିଯିବ। ତେଣୁ ସତ୍ୟର ସାହାରା ନେବା ସବୁଠାରୁ ମହାନ। ତେଣୁ ରାମକୃଷ୍ଣ ନନ୍ଦ ପ୍ରାର୍ଥନାରେ କହିଛନ୍ତି, ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ପରିବି, ପ୍ରଭୁ ମୋତେ ଏତିକି ଶିକ୍ଷାଅ ସାଇଁଏ, ମୋର ଧନ ଜନ ଲୋଡ଼ା ନାହିଁ। ତେଣୁ ଆମେ ବାଲ୍ୟକାଳରୁ ଆମେ ପଢ଼ି ଆସୁଛେ ବା ସବୁଦିନେ ଏହାକୁ ଗାଇ ଆସୁଛେ, କିନ୍ତୁ ସବୁ ଜାଣି ଅଜଣା ଭଳି ଆମେ କର୍ମ କରୁଛେ। ତେଣୁ ସତ୍କର୍ମ, ସତ୍ୟ କର୍ମ, ସବୁବେଳେ ସତ୍ୟ ପଥରେ ଯିବା, ଏହା ହିଁ ମନୁଷ୍ୟର କର୍ମ ହୋଇଥାଏ। ଏହି ସତ୍ୟ ପଥରେ ଗଲେ ଭଗବାନ ସଦାସର୍ବଦା ତମର କାନ୍ଧରେ ବା ମସ୍ତକରେ ସଦାସର୍ବଦା ରହିଥିବେ। ତେଣୁ ସୁବାଟ ଆପଣଙ୍କୁ ଦେଖାଉଥିବେ। ତେଣୁ ଆପଣଙ୍କୁ ଅନୁରୋଧ, ମିଥ୍ୟାର ଆଶ୍ରୟରୁ ବହୁତ ଦୂରରେ ରୁହନ୍ତୁ। ମିଥ୍ୟା ଅତି ନିକଟରେ ଆପଣଙ୍କୁ କିଛି ଦେଇଥାଇପାରେ, ବା ଆପଣ ଭାବନ୍ତି ଯେ ମିଥ୍ୟା ଦ୍ୱାରା ଆମେ ହଠାତ୍ କିଛି ପାଇଗଲୁ, କିନ୍ତୁ ଭୁଲ କଥା। ଆକୁ ଭଲ ଭାବେ ଚିନ୍ତା କରିବା ଦରକାର। କିନ୍ତୁ ମିଥ୍ୟାର ଯେଉଁ ଫଳ ଅତ୍ୟନ୍ତ ଭୟଙ୍କର, ତାହା ବହୁତ ପଛରେ ଜଣାପଡ଼େ। କିନ୍ତୁ କିଛି ସମୟ ଅପେକ୍ଷା କରିଦେଲେ ନା, ସତ୍ୟର ଯେଉଁ ଫଳ ଆପଣଙ୍କୁ ଏତେ ସୁନ୍ଦର ଲାଗିବ, ଏତେ ଆନନ୍ଦ ଲାଗିବ, ଏଥିରେ ତିଳେମାତ୍ର ସନ୍ଦେହର ଅବକାଶ ନାହିଁ। ତେବେ ରହୁଛି। ଯଦି ଆପଣଙ୍କୁ ଏ ଭିଡ଼ିଓଟି ଭଲ ଲାଗୁଥାଏ, ତେବେ ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।